तेषां सतत जुक्तानां भजतां प्रीतिपूर्वकं ददामि बुद्धियोगं तं येन मापुपजान्ति ते। ओम नमो भगवते वासुदेवाय। ओम परमात्मने नमः। ओम श्री परमात्मने नमः। निरंतर मोर ध्यान आदि रे लागी रहुतिबा तथा प्रेम पूर्वक भजन करुतिबा सेई भक्त मानंको सेई तत्व ज्ञान रूपी जोग प्रदान करे, जहा द्वारा सेमाने मोते ही प्राप्त हो। तेसांग पद केउ मानंकर वाचक पूर्व दुईटी श्लोकरे बुधाहा ओ सचिवाहा सचिता आदि पदमानंक द्वारा जो भक्त मानंकर वर्णना करागला, एठारे तेसांग पदटी हेउची सेई निष्काम अनन्य प्रेमी भक्त मानंकर वाचक। सतत जुक्ता नामर अभिप्रायगण पूर्व श्लोकरे सचिताहा मदगत प्राणाः परस्पर मां बोधयन्तः ओ कथयंत द्वारा जो कथा कहगला सतत जुगता नाम पदरे से सबुर समाहार करा जाइछि। प्रीतिपूर्वक भजता नाम अभिप्रायगण पूर्व श्लोकरे नित्यं तुष्यन्ति च रमन्ति च रे जेउ कथा कहा जाइछि से सबुर समाहार एठारे प्रीतिपूर्वक भजताम रे करा जाइछि। अभिप्राय यही जे पूर्व श्लोकरे भगवानंकर जेउ भक्त मानंकर वर्णना होइछि सेमाने भोग कामना करी भगवानंको भजन करुथिबा भक्त नुहंती। सेमाने हेउचंती कौनसी प्रकारर फल कामना न करी केवल निष्काम अनन्य प्रेम भाव पूर्वक से श्लोकरे कहा जाइथिबा प्रकार रे भगवानंकर निरंतर भजन करिथिबा भक्त। एपरि भक्त मानंकु भगवान जेउ बुद्धि योग प्रदान करिसंती ताहा कोन ओ ताहा द्वारा भगवान को प्राप्त होई जिबा कहिले कोन बुझा जाए। भगवान भक्त मानंक अंतकरण रे निज प्रभाव ओ महत्व त्वादिर रहस्य सहित निर्गुण निराकार तत्व को तथा लीला रहस्य महत्व और प्रभाव आदि सहित सगुण निराकार और साकार तत्व को यथार्थ रूप में बुझिबार जो शक्ति प्रदान करती ताही भगवान द्वारा बुद्धि योग प्रदान करिबा। यह को भगवान सप्तम और नवम अध्याय रे विज्ञान सहित ज्ञान बोली कहिसंती एवं यही बुद्धि योग द्वारा भगवान को प्रत्यक्ष करिबा ही भगवान को प्राप्त होई जिबा। ओम नमो भगवते वासुदेवाय। ओम परमात्मने नमः। ओम तेषामेवानुकं पार्थ मोहमज्ञानजं तमां नाशयाम्यतं भावस्तु ज्ञानदीपेन भास्वतः। हे अर्जुन सेमानंक उपरे अनुग्रह करिबाकु सेमानंक अंतकरण रे अवस्थित होई मु निजे ही आलोकमय तत्व ज्ञान रूपी दीप द्वारा सेमानंकर अज्ञान जनित अंधकार को नाश करि दिए। ओम नमो भगवते वासुदेवाय। ओम परमात्मने नमः। सेई भक्त मानंक उपरे अनुग्रह करिवा को मु निजे ही सेमानंकर अज्ञान जनित अंधकार नाश करि दिए। एई कथनर अभिप्राय कौन?
ଏହି କଥନ ଦ୍ୱାରା ଭଗବାନ ଦେଖାଇଛନ୍ତି ଯେ ଭକ୍ତମାନଙ୍କ ଉପରେ ଅନୁଗ୍ରହ କରିବାକୁ ସେ ନିଜେ ହିଁ ସେମାନଙ୍କର ଜ୍ଞାନ ଜନିତ ଅନ୍ଧକାର ନାଶ କରିଦିଅନ୍ତି। ଏଥିପାଇଁ ସେମାନଙ୍କୁ ଅନ୍ୟ କିଛି ସାଧନା କରିବାକୁ ପଡ଼େ ନାହିଁ। ଅଜ୍ଞାନକମ୍ ବିଶେଷଣ ସହିତ ତମଃ ପଦ କାହାର ବାଚକ ଓ ତାହାକୁ ସେମାନଙ୍କ ଅନ୍ତଃକରଣରେ ରହୁଥିବା ମୁଁ ନାଶ କରିଦିଏ। ଭଗବାନଙ୍କର ଏହି କଥନର ଅଭିପ୍ରାୟ କଣ? ଅନାଦି ସିଦ୍ଧ ଅଜ୍ଞାନରୁ ଉତ୍ପନ୍ନ ଯେଉଁ ଆବରଣ ଶକ୍ତି ରହିଛି, ଯାହାରି ଯୋଗୁଁ ମନୁଷ୍ୟ ଭଗବାନଙ୍କର ଗୁଣ ଓ ପ୍ରଭାବ ଓ ସ୍ୱରୂପକୁ ଯଥାର୍ଥ ରୂପେ ଜାଣିପାରେ ନାହିଁ। ଏଠାରେ ଅଜ୍ଞାନକମ୍ ବିଶେଷଣ ସହିତ ତମଃ ପଦଟି ହେଉଛି ତାହାର ବାଚକ। ତାହାକୁ ମୁଁ ଭକ୍ତମାନଙ୍କର ଆତ୍ମଭାବରେ ସ୍ଥିତ ରହି ନାଶ କରେ। ଏହି କଥନ ଦ୍ୱାରା ଭଗବାନ ଭକ୍ତିର ମହିମା ଦେଖାଇଛନ୍ତି ଓ ତାଙ୍କ ନିଜ ଠାରେ ବିଷମତା ଦୋଷ ନଥିବା ଦେଖାଇଛନ୍ତି। ଭଗବାନଙ୍କ କଥନର ଅଭିପ୍ରାୟ ଏହି ଯେ ମୁଁ ସମସ୍ତଙ୍କ ହୃଦୟରେ ଅନ୍ତର୍ଯାମୀ ରୂପରେ ସର୍ବଥା ରହୁଥିଲେ ମଧ୍ୟ ଲୋକେ ମୋତେ ନିଜ ମଧ୍ୟରେ ରଖୁଥିବା ବିଶ୍ୱାସ କରନ୍ତି ନାହିଁ। ଏହି କାରଣରୁ ହିଁ ମୁଁ ସେମାନଙ୍କର ଅଜ୍ଞାନ ଜନିତ ଅନ୍ଧକାର ନାଶ କରିପାରେ ନାହିଁ। କିନ୍ତୁ ମୋର ପ୍ରେମୀ ଭକ୍ତମାନେ ମୋତେ ନିଜର ଅନ୍ତର୍ଯାମୀ ବୋଲି ବୁଝିବା ସଙ୍ଗେ ସଙ୍ଗେ ପୂର୍ବ ଶ୍ଲୋକରେ କୁହାଯାଇଥିବା ପ୍ରକାରରେ ନିରନ୍ତର ମୋତେ ଭଜନ କରୁଥାନ୍ତି। ତେଣୁ ମୁଁ ସେମାନଙ୍କର ଅଜ୍ଞାନ ଜନିତ ଅନ୍ଧକାରକୁ ସହଜରେ ନାଶ କରିଦିଏ। ଭାସ୍ୱତା ବିଶେଷଣ ସହିତ ଜ୍ଞାନ ଦୀପେନ ପଦ କାହାର ବାଚକ ଏବଂ ତାହା ଦ୍ୱାରା ଅଜ୍ଞାନ ଜନିତ ଅନ୍ଧକାରକୁ ନାଶ କରିବା କଣ? ପୂର୍ବ ଶ୍ଲୋକରେ ଯାହାକୁ ବୁଦ୍ଧି ଯୋଗ ବୋଲି କୁହାଯାଇଛି, ଯାହା ଦ୍ୱାରା ପ୍ରଭାବ ଓ ମହିମା ଆଦି ସହିତ ନିର୍ଗୁଣ ନିରାକାର ତତ୍ତ୍ୱର ତଥା ଲୀଳା ରହସ୍ୟ ମହତ୍ଵ ଓ ପ୍ରଭାବ ଆଦି ସହିତ ସଗୁଣ ନିରାକାର ଓ ସାକାର ତତ୍ତ୍ୱର ସ୍ୱରୂପ ଭଲ ରୂପେ ଜଣାଯାଏ, ଯାହାକୁ ସପ୍ତମ ଓ ନବମ ଅଧ୍ୟାୟରେ ବିଜ୍ଞାନ ସହିତ ଜ୍ଞାନ ନାମରେ କହିଛନ୍ତି। ଏଠାରେ ଭାସ୍ୱତା ବିଶେଷଣ ସହିତ ଜ୍ଞାନ ଦୀପେନ ପଦଟି ହେଉଛି ସଂଶୟ ବିପର୍ଯ୍ୟୟ ଆଦି ଦୋଷରୁ ରହିତ ସେଇ ଦିବ୍ୟ ବୋଧର ବାଚକ। ତାହା ଦ୍ୱାରା ଭକ୍ତମାନଙ୍କର ଅନ୍ତଃକରଣରେ ଭଗବତ ତତ୍ତ୍ୱ ଜ୍ଞାନର ପ୍ରତିବନ୍ଧକ ଆବରଣ ଦୋଷ ସର୍ବଦା ଅଭାବ କରିଦେବା ହିଁ ଅଜ୍ଞାନ ଜନିତ ଅନ୍ଧକାରକୁ ନାଶ କରିବା। ଏହି ଜ୍ଞାନ ଦୀପ ଦ୍ୱାରା ପ୍ରଥମେ ଅଜ୍ଞାନ ନାଶ ହୁଏ ନା ଭଗବତ ପ୍ରାପ୍ତି ହୁଏ? ଜ୍ଞାନ ଦୀପ ଦ୍ୱାରା ଯଦ୍ୟପି ଅଜ୍ଞାନ ନାଶ ଓ ଜଗତ ପ୍ରାପ୍ତି ଉଭୟ ଏକ ସଙ୍ଗେ ହୁଏ, ତଥାପି ଯଦି ପୂର୍ବାପର ବିଭାଗ କରାଯାଏ, ତେବେ ଏହା ବୁଝିବା ଉଚିତ ଯେ ପ୍ରଥମେ ଅଜ୍ଞାନ ନାଶ ହୁଏ ଓ ସେଇ କ୍ଷଣି ଭଗବତ ପ୍ରାପ୍ତି ମଧ୍ୟ ହୋଇଯାଏ। ସପ୍ତମ ଅଧ୍ୟାୟର ପ୍ରଥମ ଶ୍ଲୋକରେ ନିଜ ସମଗ୍ର ରୂପ ଜଣାଇଥିବା ଯେଉଁ ବିଷୟ ଶୁଣିବାକୁ ଭଗବାନ ଅର୍ଜୁନଙ୍କୁ ଆଜ୍ଞା ଦେଇଥିଲେ, ତଥା ଦ୍ୱିତୀୟ ଶ୍ଲୋକରେ ଯେଉଁ ବିଜ୍ଞାନ ସହିତ ଜ୍ଞାନ ପୂର୍ଣ୍ଣ ଭାବରେ କହିବାକୁ ପ୍ରତିଜ୍ଞା କରିଥିଲେ, ତାହାର ବର୍ଣ୍ଣନା ଭଗବାନ ସପ୍ତମ ଅଧ୍ୟାୟରେ କଲେ। ତାପରେ ଅଷ୍ଟମ ଅଧ୍ୟାୟରେ ଅର୍ଜୁନଙ୍କର 7ଟି ପ୍ରଶ୍ନର ଉତ୍ତର ଦେବା ବେଳେ